ରାଉରକେଲାରେ ଅବକାରୀ ଜବତ କଲା ପୁଳା ପୁଳା ଗଞ୍ଜେଇ। ରାଉରକେଲାରେ ଜବତ ହେଲା 38 କେଜି 650 ଗ୍ରାମ ଗଞ୍ଜେଇ ଓ ମାରୁତି କାର୍ ସହ 2 ଗିରଫ। ରାଉରକେଲାରେ ଅବକାରୀ ବିଭାଗ ଜବତ କଲା 38 କେଜି 650 ଗ୍ରାମ ଗଞ୍ଜେଇ। ମାରୁତି କାର୍ ସହ 2 ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି ରାଉରକେଲା ଅବକାରୀ। କେଜିଏ ନୁହେଁ କି 2 କେଜି ନୁହେଁ, ଏକାଥରକେ 38 କେଜି 650 ଗ୍ରାମ ଗଞ୍ଜେଇ, ପୁଳା ପୁଳା ଗଞ୍ଜେଇ, ଯାହାର ମୂଲ୍ୟ 3,86,500 ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ସହରରେ ଗଞ୍ଜେଇର ଚୋରା କାରବାର ଚାଲିଛି ଓ ଏହାର ଚେର ଫୁଲବାଣୀ ରାଉରକେଲା ଦେଇ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ହେଉଥିବା ଘଟଣା ସମ୍ପ୍ରତି ଚୋରା ଗଞ୍ଜେଇ ବେପାରୀଙ୍କ ବେପାର କେମିତି ଚାଲିଛି ତାହା ଧରାପଡ଼ିଯାଇଛି। ତେବେ ରାଉରକେଲା ସହରରେ ଗଞ୍ଜେଇ କାରବାର ନୂଆ ହୋଇ ରହିନାହିଁ। ରାଉରକେଲା ସହରରେ ନିଶା କାରବାର ସାଙ୍ଗକୁ ଗଞ୍ଜେଇ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ରାଉରକେଲା ରେଳ ଷ୍ଟେସନ ଠାରୁ ଆରମ୍ଭ କରି ସହର ତଳି ବସ୍ତି ଇଲାକାଗୁଡ଼ିକରେ ଗଞ୍ଜେଇ ତା'ର କାୟା ବିସ୍ତାର କରିଛି, ଏକଥା ସମସ୍ତେ ଜାଣିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ ଗତ 18 ତାରିଖ ସକାଳ ସମୟରେ ରାଉରକେଲା ଅବକାରୀ ବିଭାଗ ଓ ଆର୍ପିଏଫ୍ର ମିଳିତ ଭାବେ ରାଉରକେଲା ରେଳ ଷ୍ଟେସନରେ ଜଗି ରହିଥିଲା ବେଳେ 2 ଜଣ ଗଞ୍ଜେଇ ଚୋରା ଚାଲାଣକାରୀ ପ୍ରଫୁଲ୍ଲ କୁମାର ନାୟକ 38 ବର୍ଷ ସେକ୍ଟର 14 ଏବଂ ମମତା ସିଂ 47 ବର୍ଷ ସେକ୍ଟର 16 ଏକ ମାରୁତି ଡିଜାୟାର କାର୍ ନମ୍ବର OD 23M1143 ଯୋଗେ ଗଞ୍ଜେଇ ଧରି ସେକ୍ଟର 16 ଆଡ଼ୁ ରାଉରକେଲା ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଜଗି ରହିଥିବା ଅବକାରୀ ବିଭାଗ ଟିମ୍ ଗଞ୍ଜେଇ ନେଇ ଯାଉଥିବା 2 ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଆର୍ପିଏଫ୍ ଓ ଅବକାରୀ ଟିମ୍କୁ ପ୍ରାୟ 2.5 ଘଣ୍ଟା ସମୟ ଲାଗିଥିଲା। ଭୋର 5:30ରୁ ପ୍ରାୟ 8ଟା ଯାଏ 2 ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ PR ନମ୍ବର 459/2024-25 ମକଦ୍ଦମା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ 3,86,500 ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଘଟଣାରୁ ଜଣାପଡ଼ିଛି ଯେ ଫୁଲବାଣୀରୁ 38 କେଜି 650 ଗ୍ରାମ ଗଞ୍ଜେଇ ଧରି ଏକ ମାରୁତି ଡିଜାୟାର କାର୍ ଯୋଗେ ଜଣେ ମହିଳାଙ୍କ ସମେତ 2 ଜଣ ଗଞ୍ଜେଇ ଚୋରା ଚାଲାଣକାରୀ ରାଉରକେଲା ରେଳ ଷ୍ଟେସନ ଆସୁଥିଲେ ଏବଂ ରାଉରକେଲା ରେଳ ଷ୍ଟେସନରୁ ସେମାନେ ଏହି ଗଞ୍ଜେଇକୁ ଟ୍ରେନ୍ ଯୋଗେ ପଶ୍ଚିମବଙ୍ଗ ରାଜ୍ୟକୁ ନେଉଥିଲେ। ରାଉରକେଲା ଅବକାରୀ ବିଭାଗକୁ ଏ ବିଷୟରେ ଜଣାପଡ଼ିବା ପରେ ଅବକାରୀ ସୁପରିଟେଣ୍ଡେଣ୍ଟ ଶେଖ୍ ଆସଫ ଅଲିଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ଅର୍ଚ୍ଚନା ବାରିକଙ୍କ ସହଯୋଗରେ ଅବକାରୀ ବିଭାଗର 2ଟି ଟିମ୍ ରାଉରକେଲା ରେଳ ଷ୍ଟେସନରେ ଆର୍ପିଏଫ୍ ସହିତ ଜଗି ରହିଥିଲେ ଓ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହି ଚଢ଼ାଉରେ ରେଞ୍ଜ ଇନ୍ସପେକ୍ଟର ମୋହନ ପ୍ରଧାନ, ଇନ୍ସପେକ୍ଟର ଦିଲ୍ଲୀପ କୁମାର ନାୟକ, ସବ୍ ଇନ୍ସପେକ୍ଟର ମନୁ ଆୟଲ, SI ଅଜୟ ପ୍ରଧାନ, ASI ଜେମାମଣି କିଷାନ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନବୀନ ଭୂୟାଁ, ସପନ କୁମାର ସାହୁଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।